କାଞ୍ଚି ରାଜ୍ୟର ଜଣେ ରାଜା ଥିଲେ, ନା ଚଳଦେବ। ଚକ୍ରବର୍ତ୍ତୀ ସମ୍ରାଟ ଶ୍ରୀ ବିଷ୍ଣୁଙ୍କର ମଧ୍ୟ ପରମ ଭକ୍ତ। ଅନେକ ମନ୍ଦିର ନିର୍ମାଣ କରିଛନ୍ତି, ଅନେକ କୂପ ପୁଷ୍କରିଣୀ ଖନନ କରିଛନ୍ତି, ଅନେକ ବିଦ୍ୟାଳୟ ସ୍ଥାପନ କରିବା ସହିତ ବୃକ୍ଷରୋପଣ ଆଦି ବହୁ ପୁଣ୍ୟ କାର୍ଯ୍ୟ କରିଛନ୍ତି। ଆହୁରି ମଧ୍ୟ ରାଜା ଚୋଳ ଏକ ସୁନ୍ଦର ମନ୍ଦିର ନିର୍ମାଣ କରାଇ ତା ମଧ୍ୟରେ ଶ୍ରୀ ବିଷ୍ଣୁଙ୍କର ଏକ ସୁବର୍ଣ୍ଣ ପ୍ରତିମା ସ୍ଥାପନ କରାଇ ତାଙ୍କ ଶ୍ରୀ ଅଙ୍ଗକୁ ହୀରା ନୀଳା ବୈଦୁର୍ଯ୍ୟ ଆଦି ବିବିଧ ରତ୍ନରେ ମଣ୍ଡିତ କରି ତାଙ୍କୁ ନିତ୍ୟ ସେବା କରୁଥାନ୍ତି। ଧୂପ ଦୀପ ନୈବେଦ୍ୟ ଅର୍ପଣ ସହ ପ୍ରଭୁଙ୍କ ପାଖରେ ନିଜର ସେବା ଅର୍ପଣ କରି ପରମ ଶାନ୍ତି ପାଉଥାନ୍ତି। ଥରେ ରାଜା ଶ୍ରୀହରିଙ୍କୁ ନିତ୍ୟ ପ୍ରତିଦିନ ଭଳି ପୂଜା କରୁଥାନ୍ତି। ଏହି ସମୟରେ ପ୍ରାତଃ ସ୍ନାନ ସମାପ୍ତ କରି ହସ୍ତରେ ତୁଳସୀ ମଞ୍ଜରୀ ଆଣି ଜଣେ ବିଷ୍ଣୁ ଦାସ ନାମକ ବ୍ରାହ୍ମଣ ଆସି ପହଞ୍ଚିଲେ। ସେ ହଠାତ୍ ଶ୍ରୀ ବିଷ୍ଣୁଙ୍କ ଅଙ୍ଗକୁ ସେହି ତୁଳସୀ ମଞ୍ଜରୀରେ ସଜେଇ ଦେଲେ। ରାଜା ବ୍ରାହ୍ମଣ ବିଷ୍ଣୁ ଦାସଙ୍କର ଏପରି ଆଚରଣ ଦେଖି କ୍ରୋଧିତ ଓ ଆଶ୍ଚର୍ଯ୍ୟ ହୋଇ ଉଠିଲେ। ତମେ କଣ କଲ? ହୀରା ନୀଳା ମୋତି ମାଣିକ ପରି କେତେ ମୂଲ୍ୟବାନ ରତ୍ନରେ ମୁଁ ଶ୍ରୀହରିଙ୍କୁ ବିମଣ୍ଡିତ କରିଛି, ଅଥଚ ତୁମେ ତୁଳସୀ ପତ୍ର ଗୁଡ଼ାଇ ଆଣି ତାଙ୍କ କଳେବରରେ ଅର୍ପଣ କଲ। ସହଜ ଦରିଦ୍ର, ପୁଣି ଅଜ୍ଞାନୀ। ହଁ, ତୁମକୁ ବା ଆଉ କଣ ବା ମିଳିବ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ? ଏହିପରି ତାଚ୍ଛଲ୍ୟ କରନ୍ତି ବିପ୍ର ବିଷ୍ଣୁ ଦାସ। ନମ୍ରତାର ସହ ରାଜାଙ୍କୁ ବୁଝାଇବାକୁ ଚେଷ୍ଟା କଲେ। ହେ ରାଜନ, ଏ ପତ୍ର ସାଧାରଣ ପତ୍ର ନୁହେଁ। ଋଷି ମୁନି ମାନଙ୍କ ବଚନରେ, ଶାସ୍ତ୍ର ପୁରାଣରେ, ବିଧି ବିଧାନରେ ସବୁଠି ଏ ଦୁର୍ଲଭ ତୁଳସୀର ମହାପ୍ରଭୁ ଶ୍ରୀ ବିଷ୍ଣୁଙ୍କର ଅତୀବ ପ୍ରିୟ ବୋଲି ଉଲ୍ଲେଖ ଅଛି। ୟନ୍ମୂଳେ ସର୍ବତୀର୍ଥାନି ୟନ୍ମର୍ଧେ ସର୍ବଦେବତା ୟଦାଗ୍ରେ ସର୍ବବେଦାଶ୍ଚ ତୁଳସୀତଂ ନମାମ୍ୟହମ୍। ଅତି ପ୍ରିୟ ଯଦି ବିଷ୍ଣୁଙ୍କର କିଛି ବସ୍ତୁ ଥାଏ ତେବେ ତାହା ହେଉଛି ତୁଳସୀ। ହେ ରାଜନ, ତୁଳସୀ ବିନା ତାଙ୍କ ବେଶ କରାଯାଇ ପାରିବ ନାହିଁ କି ଭୋଗ ମଧ୍ୟ ଅର୍ପଣ କରାଯାଇ ପାରିବ ନାହିଁ। ଶ୍ରୀ ବିଷ୍ଣୁଙ୍କ ଅଙ୍ଗରେ ତୁଳସୀ ମଞ୍ଜରୀ ଅର୍ପଣ କଲେ ଶ୍ରୀ ବିଷ୍ଣୁ ସମସ୍ତ ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି। ଆପଣ ଯେତେ ରତ୍ନ ଦିଅନ୍ତୁ, ପାରିଜାତ ପୁଷ୍ପ ଦିଅନ୍ତୁ, ଧୂପ ଦୀପ ନୈବେଦ୍ୟର ଷୋଡ଼ଶ ଉପଚାର ବିଧି କରନ୍ତୁ ପଛେ, ଯଦି ତୁଳସୀ ମଞ୍ଜରୀର ଉପସ୍ଥିତି ନାହିଁ ତେବେ ସେ ସମସ୍ତ ଉପଚାର ପ୍ରଭୁଙ୍କର ଯୋଗ୍ୟ ହୋଇପାରିବ ନାହିଁ, ଯାହା ସ୍ୱୟଂ ବିଧାତା ସର୍ବଶାସ୍ତ୍ରରେ ଲେଖିଛନ୍ତି। ରାଜା କିନ୍ତୁ ସବୁ କଥା ଶୁଣିଲା ପରେ ବି ବୁଝିବାକୁ ନାରାଜ, ବରଂ ତାଙ୍କୁ ଦୋଷ ଦେଇଛନ୍ତି। ତୁମେ ଦୁଷ୍ଟ ସ୍ୱଭାବ ପ୍ରକୃତିର, ସେଥିପାଇଁ ଏଭଳି ଆଚରଣ କରିଛ। ସବୁ ବୁଝାଇଲା ପରେ ମଧ୍ୟ ରାଜା କିଛି ବୁଝି ନାହାନ୍ତି। ଶେଷରେ ରାଜା ବିପ୍ର ବିଷ୍ଣୁ ଦାସକୁ ନେଇ ନିଜ ଗୁରୁ ମୁଦୁଗଲ ଋଷିଙ୍କ ନିକଟରେ ପହଞ୍ଚିଛନ୍ତି। ଆଉ କହିଛନ୍ତି, ହେ ଗୁରୁଦେବ, ଆମେ ଦୁଇ ଜଣ ଆପଣଙ୍କ ମୁଖରୁ ଗୋଟିଏ ପ୍ରଶ୍ନର ସମାଧାନ ପାଇଁ ଆସିଛୁ। ଆପଣ ଆମ ଦୁଇ ଜଣଙ୍କର ଧର୍ମ ଶୁଣନ୍ତୁ, ତାପରେ ବିଚାର ଦିଅନ୍ତୁ। ରାଜା ନିଜ ମୁଖରେ ନିଜର ସମସ୍ତ ପୁଣ୍ୟ କର୍ମର କଥା ଅତି ଗର୍ବ ଭାବରେ ବର୍ଣ୍ଣନା କରି ଚାଲିଲେ। ଆଉ କହିଲେ, ଏ ବିପ୍ର ବିଷ୍ଣୁ ଦାସ କେବଳ ତୁଳସୀ ବୃକ୍ଷର ସେବା କରିଛନ୍ତି, ଗୋବିନ୍ଦଙ୍କର ନାମ ନେଇଛନ୍ତି ଆଉ ବେଦ ଅଧ୍ୟୟନ କରିଛନ୍ତି, ତା ଛଡା ଆଉ କିଛି ବି ଧର୍ମ କାର୍ଯ୍ୟ କରିନାହାନ୍ତି। ହେ ମୁନିବର, ଆପଣ କୁହନ୍ତୁ, ଆମ ଦୁହିଁଙ୍କ ଭିତରେ କାହାର ଧର୍ମବଳ ଅଧିକ, କାହାର ପୂଜା ଉପାସନା ଧର୍ମ ଆଚରଣ ଶ୍ରେଷ୍ଠ? ହଁ ଭକ୍ତବନ୍ଧୁ, ଗୁରୁ ମୁଦୁଗଲ ମହାଜ୍ଞାନୀ ଥିଲେ, ତପଚାରୀ ଥିଲେ, ଜାଣି ପାରିଥିଲେ ପ୍ରକୃତରେ ଗରିବ ହେଲେ ମଧ୍ୟ ବିପ୍ରଙ୍କର ନିଷ୍ଠା, ବିପ୍ରଙ୍କର ସେବା, ବିପ୍ରଙ୍କର ଅଭିମାନ ଶୂନ୍ୟ ଭକ୍ତି ହିଁ ଶ୍ରେଷ୍ଠ। କିନ୍ତୁ ରଜଗୁଣରେ ଆଚ୍ଛନ୍ନ ରାଜା ଅହଙ୍କାର ବଶତଃ ନିଜର ଧର୍ମକୁ, ନିଜକୁ, ନିଜର ସେବା ପୂଜାକୁ ଶ୍ରେଷ୍ଠ ମନେ କରୁଛନ୍ତି। କିନ୍ତୁ ସେ ଯେ ମୋର ଯଜମାନ, ତାଙ୍କୁ ଏ କଥା ମୁଁ କିପରି କହିବି? ତାଙ୍କ ଭୁଲ ତାଙ୍କୁ ମୁଁ କିପରି ସୂଚାଇ ଦେବି? ଏପଟେ ବ୍ରାହ୍ମଣ ବିଷ୍ଣୁ ଦାସ ଯେ ଅତ୍ୟନ୍ତ ଧର୍ମନିଷ୍ଠ, ତାଙ୍କୁ ମଧ୍ୟ ମିଛ କହିହେବ ନାହିଁ। ହଁ ଭକ୍ତବନ୍ଧୁ, ସତ୍ୟ ସବୁବେଳ ପାଇଁ ସତ୍ୟ, ସତ୍ୟ ବଞ୍ଚି ରହେ ବେଦ ବେଦାନ୍ତର ବାଣୀରେ, ସତ୍ୟ ବଞ୍ଚି ରୁହେ ମୁନି ଋଷି ଶାସ୍ତ୍ରଜ୍ଞ ମାନଙ୍କର ଆପ୍ତ ବଚନରେ, ସତ୍ୟ ବଞ୍ଚି ରୁହେ ତପ ଆଚରଣରେ, ଅହଙ୍କାର ବର୍ଜନ ତଥା ଆତ୍ମସମର୍ପଣର ଭାବ ପାଖରେ। ଯେଉଁ ସତ୍ୟ କଠୋର ହେଲେ ମଧ୍ୟ ତାକୁ ପ୍ରକାଶ କରିବାକୁ ପଡ଼ିବ। ଗୁରୁ ମୁଦୁଗଲ କହିଛନ୍ତି, ହେ ରାଜନ, ତୁମ ପ୍ରଶ୍ନର ଉତ୍ତର ପାଇବା ପାଇଁ ତୁମକୁ ଏ ଯଜ୍ଞ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତୁମେ ଆଉ ବିପ୍ର ଦୁଇ ଜଣ ଯାକ ଏହି ଯଜ୍ଞ ସମାପ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କର। ମୁଁ କରୁଥିବା ଯଜ୍ଞଶାଳାରେ ତୁମେ ଭୋଜନ କରିପାର, କିନ୍ତୁ ବିପ୍ରଙ୍କୁ ଆମେ ଭୋଜନ ସାମଗ୍ରୀ ଯୋଗାଇ ଦେବୁ। ସେ ନିଜେ ରନ୍ଧନ କରି ଭୋଜନ କରିବେ, କାରଣ ସେ ବ୍ରାହ୍ମଣ।
ଗୁରୁ ମୁଦୁଗଲ ବିପ୍ରଙ୍କୁ ମଧ୍ୟ ସମ୍ମାନ ଦେଇ ସ୍ୱତନ୍ତ୍ର ଗୃହ ସହ ରନ୍ଧନ ସାମଗ୍ରୀ ଯୋଗାଇ ଦେଇଛନ୍ତି। କାରଣ ନୈଷ୍ଠିକ ବିପ୍ର ଅନ୍ୟ ଦ୍ୱାରା ରନ୍ଧନ ଦ୍ରବ୍ୟ ଗ୍ରହଣ କରିବେ ନାହିଁ। ସେ ନିଜେ ନିଜ ହସ୍ତରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବେ। ସେ ଯେ ନୈଷ୍ଠିକ ପୁଣି କାର୍ତ୍ତିକ ବ୍ରତଧାରୀ। ତେଣୁ ଗୁରୁଙ୍କ ବଚନ ଅନୁସାରେ ରାଜା ଓ ବିପ୍ର ଦୁହେଁ ସେଠାରେ ଅବସ୍ଥାନ କଲେ। ଗୁରୁ ମୁଦୁଗଲ ନୈଷ୍ଠିକ ବ୍ରାହ୍ମଣ କାର୍ତ୍ତିକ ବ୍ରତଧାରୀ ବିପ୍ର ବିଷ୍ଣୁଦତ୍ତକୁ ସମସ୍ତ ରନ୍ଧନ ସାମଗ୍ରୀ ସହିତ ଆନୁଷଙ୍ଗିକ ଉପକରଣ ଯୋଗାଇ ଦେଇଛନ୍ତି। ବ୍ରାହ୍ମଣ ଜଣକ ଅତ୍ୟନ୍ତ ପ୍ରୀତ ହୋଇ ନିଜ ହସ୍ତରେ ଅତ୍ୟନ୍ତ ନିଷ୍ଠାର ସହ ଅତି ଯତ୍ନରେ ଖାଦ୍ୟ ପ୍ରସ୍ତୁତ କରି ନଦୀକୁ ସ୍ନାନ କରିବାକୁ ଗଲେ। ସ୍ନାନ ସାରି ଫେରନ୍ତି ତ ଦେଖୁଛନ୍ତି ଅତି ଯତ୍ନରେ ରନ୍ଧନ କରି ରଖିଥିବା ଦ୍ରବ୍ୟ କିଛି ନାହିଁ। କେହି କବାଟ ଖୋଲି ସେହି ଦ୍ରବ୍ୟକୁ ହରଣ କରି ନେଇଛି। କଣ କରିବେ ବିପ୍ର ବିଷ୍ଣୁଦତ୍ତ? କାହାକୁ କହିବେ? ଏ ଯଜ୍ଞସ୍ଥଳୀରେ ଏ କଥା ଯଦି ପ୍ରକାଶ କରିବେ ତେବେ ଲୋକେ କଣ ବିଶ୍ୱାସ ଯିବେ? ଏଭଳି ପୁଣ୍ୟମୟ ସ୍ଥଳୀରେ ଯେ ଚୋରି ହୁଏ ନାହିଁ ଏଇ କଥା କହିଲେ ମୋତେ ଉପହାସ କରିବେ। ନାହିଁ ତ ଯଦି ବିଶ୍ୱାସ କରିବେ ତେବେ ଚୋରକୁ ଧରି ଦଣ୍ଡ ଦେବେ। ହେଲେ କୌଣସି କ୍ଷୁଧାର୍ଥ ଜନ ଯିଏ ଖାଦ୍ୟ ଚୋରି କରିଛି ଯଦି ସିଏ ଦଣ୍ଡ ପାଏ ତେବେ ଦଣ୍ଡର ପାପ ମୋତେ ଲାଗିବ। ଏହା ଚିନ୍ତା କରି ସେଦିନ ସେ କେବଳ ଜଳ ଆହାର କରି ରହିଗଲେ। ତା ପରଦିନ ସେହିପରି ତାଙ୍କୁ ପ୍ରାପ୍ତ ରନ୍ଧନ ଅର୍ଥେ ଅନେକ ଦ୍ରବ୍ୟ ମିଳିଲା। ଘୃତ ତଣ୍ଡୁଳଠାରୁ ଅଗ୍ନି ପାଇଁ ତୃଣ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ପାଇ ପୁଣି ଅତି ଯତ୍ନରେ ରନ୍ଧନ କରି ଗଲେ ସ୍ନାନ କରିବାକୁ। ସ୍ନାନ ସାରି ତୁଳସୀ ଜଳ ହସ୍ତରେ ଧରି ଗୃହ ମଧ୍ୟରେ ପ୍ରବେଶ କରନ୍ତି। ଆଶ୍ଚର୍ଯ୍ୟ, ଆଜି ମଧ୍ୟ ଅନ୍ନ ବ୍ୟଞ୍ଜନ କିଛି ନାହିଁ। କିଏ ପୁଣି ହରଣ କରିନେଲା? ତେବେ କେଉଁ କ୍ଷୁଧାର୍ଥ ଜନ ପ୍ରତିଦିନ ତାଙ୍କ ଖାଦ୍ୟ ହରଣ କରୁଛି? ତେଣୁ ଦ୍ୱିତୀୟ ଦିନ ମଧ୍ୟ କ୍ଷୁଧାର୍ଥ ରହିଲେ, କିନ୍ତୁ କାହାକୁ ପ୍ରକାଶ କଲେ ନାହିଁ। ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ଏହିପରି ଭାବରେ ଲଗାତାର ତାଙ୍କୁ ଯଜ୍ଞସ୍ଥଳରୁ ଯେଉଁ ରନ୍ଧନ ସାମଗ୍ରୀ ମିଳୁଥିଲା ସେ ସେଥିରେ ଯେଉଁ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରୁଥିଲେ ତାହା ହରଣ ହୋଇଯାଉଥିଲା। ଲଗାତାର 7 ଦିନ ଉପବାସ ରହିବା ପରେ ରନ୍ଧନ ସାରି ବିଷ୍ଣୁଦାସ ଲୁଚି ରହିଲେ କିଏ ଅନ୍ନ ଚୋରାଇ ନେଉଛି ଜାଣିବା ପାଇଁ। ଏହି ସମୟରେ ଦେଖିଲେ ଅତ୍ୟନ୍ତ କ୍ଷୁଧାର୍ଥ ଥିବା ଚଣ୍ଡାଳ ପ୍ରାୟ ଦେଖାଯାଉଥିବା ଜଣେ ବ୍ୟକ୍ତି ଆସି ତାଙ୍କ ଅନ୍ନ ହାଣ୍ଡିରୁ ଅନ୍ନ ନେଇ ପଳାଉଛି। ବିପ୍ର ପଛରୁ ଡାକିଦେଲେ, ଆହା, ତୁଚ୍ଛା ଅନ୍ନ କାହିଁକି ନେଉଛ? କ୍ଷୀର, ଘୃତ, ଦଧି, ଲୁଣ ଦଉଛି, ନିଅ ସୁସ୍ଥରେ ବସି ଖାଅ। ପଛରୁ ଏହା କହି ଡାକି ଦିଅନ୍ତି। ବିପ୍ର ଜଣକ ସେହି ଚଣ୍ଡାଳ ପ୍ରାୟ ଲୋକଟି, ଦିନହୀନ ଜନଟି ଆହୁରି ଭୟଭୀତ ହୋଇ ଧାଇଁ ଯାଉ ଯାଉ ଝୁଣ୍ଟି ପଡ଼ିଲା। ବିପ୍ର ବିଷ୍ଣୁଦାସ ଧାଇଁ ଯାଇ ଦେଖିଲେ ସେହି ଚଣ୍ଡାଳ ପ୍ରାୟ ଦେଖାଯାଉଥିବା କ୍ଷୁଧାର୍ଥ ଜନଟିର ପ୍ରାଣ ଚାଲି ଯାଇଛି। ପଶ୍ଚାତାପର ଅଗ୍ନିରେ ଜଳି ଉଠିଲେ ବିପ୍ର ବିଷ୍ଣୁଦାସ। ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲେ। ଉଚ୍ଚ ସ୍ୱରରେ ରୋଦନ କରି ଯଜ୍ଞସ୍ଥଳକୁ କମ୍ପାଇ ଦେଲେ। ଖାଲି କହି ହେଉଥାନ୍ତି, କି ଭୁଲ କଲି, କି ଭୁଲ କଲି, ମୋରି ପାଇଁ ସେହି ଲୋକଟିର ମୃତ୍ୟୁ ହେଲା। ସେହି ଲୋକଟିର ମୃତ୍ୟୁ ପାଇଁ ମୁଁ ହିଁ ଦାୟୀ। ସମସ୍ତଙ୍କ ଆଗରେ ସେହି ବ୍ୟକ୍ତିର ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ତା ସହିତ ନିଜେ ମଧ୍ୟ ଅଗ୍ନିରେ ଝାସ ଦେବେ ବୋଲି ନିଶ୍ଚୟ କରିନେଲେ। କିନ୍ତୁ ହଠାତ୍ ଏକ ଆଚମ୍ବିତ ଘଟଣା ଘଟିଲା। ବିପ୍ର ବିଷ୍ଣୁଦାସଙ୍କର ଏପରି ନିଃସ୍ୱାର୍ଥପର ସେବା ଦେଖି, ନାରାୟଣଙ୍କର ସେବା ଦେଖି ଅଦୃଶ୍ୟ ହୋଇଗଲା ସେହି ମୃତ ପିଣ୍ଡଟି। ଆଉ ସେଠାରେ ଆବିର୍ଭୂତ ହୋଇଗଲେ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଶ୍ରୀ ବିଷ୍ଣୁ। ଭକ୍ତ କବି ମହାଦେବ ଦାସ ଲେଖିଲେ, ବିପ୍ରକୁ ଘେନି କରେ ତୋଳି ଗରୁଡ଼ କନ୍ଧେ ବନ ମାଳି କୋଳେ ବସାଇ ଯାନ୍ତି ଶୂନ୍ୟେ ଦେଖନ୍ତି ଗୟାବାସୀ ଜଣେ ରାଜା ଯେ ଗୁରୁ ପାଶେ ଥିଲା ତା ଦେଖି ବିସ୍ମୟ ହୋଇଲା। ସ୍ୱୟଂ ଶ୍ରୀହରି ନିଜ ଅଭୟ ହସ୍ତ ପ୍ରସାରି କୋଳେଇ ନେଇଛନ୍ତି ଭକ୍ତନିଷ୍ଠ ବିପ୍ର ବିଷ୍ଣୁ ଦାସକୁ। ଆଉ ଆକାଶ ମାର୍ଗରେ ଗତି କରି ଚାଲି ଯାଇଛନ୍ତି। ଆଶ୍ଚର୍ଯ୍ୟ ହୋଇ ସକଳ ମୁନି ଋଷି ଭକ୍ତଗଣ ଦେଖୁଥାନ୍ତି ମଧ୍ୟ ରାଜା ଚୋଳ, ଦେଖୁଥାନ୍ତି ଗୁରୁ ମୁଦୁଗଲ। ବିପ୍ରର ଧର୍ମ ଯେ ଶ୍ରେଷ୍ଠ ଧର୍ମ ଏ କଥା ଆଉ ବୁଝିବାକୁ ବାକି ନଥିଲା ରାଜା ଚୋଳଙ୍କୁ। ତେବେ ସେ କଣ କଲେ? ଭକ୍ତବନ୍ଧୁ, ଏ ସମସ୍ତ ଘଟଣା ଯେତେବେଳେ ସେ ସ୍ୱଚକ୍ଷୁରେ ଦେଖୁଥିଲେ ସେତେବେଳେ ସେ ନିଜକୁ ଧିକ୍କାର କରି ଉଠିଲେ। ନିଜର କର୍ମଫଳକୁ ଧିକ୍କାର କଲେ। ପ୍ରଭୁଙ୍କ କୃପା ଲାଭ ପାଇଁ ସେ ଯୋଗ୍ୟ ହୋଇନଥିବାରୁ ଯଜ୍ଞ କୁଣ୍ଡରେ ନିଜେ ମଧ୍ୟ ପ୍ରାଣ ବିସର୍ଜନ କରିଦେବା ପାଇଁ ଯଜ୍ଞ କୁଣ୍ଡକୁ ଡେଇଁ ପଡ଼ିବାକୁ ବାହାରିଲେ। ଏହି ସମୟରେ ସର୍ବବ୍ୟାପୀ ଅନ୍ତର୍ଯାମୀ ଆବିର୍ଭୂତ ହୋଇ ରାଜାଙ୍କୁ ଆକର୍ଷି ନେଲେ। ବେନି ଜାନୁରେ ବେନି ଭୃତ୍ୟ ବସାଇ କଲେ କୋଳାଗ୍ରତ ଦକ୍ଷିଣେ ଦ୍ୱିଜେ ବାମେ ନୃପ ଯେସନେ ବ୍ରହ୍ମା ଶିବ ରୂପ। ଜାଣନ୍ତି ଶ୍ରୋତାବନ୍ଧୁ, ଏହି 2 ଜଣ ପ୍ରକୃତରେ କିଏ?
ସେହି ଦୁଇ ଜଣଙ୍କ ମଧ୍ୟରୁ ବିପ୍ର ଜଣକ ହେଉଛନ୍ତି ଅତିଶୀଳ ଆଉ ରାଜା ଚୋଳ ହେଉଛନ୍ତି ସୁଶୀଳ। ଏହି ଦୁଇ ଜଣ ହେଉଛନ୍ତି ଶ୍ରୀବିଷ୍ଣୁଙ୍କର ପାର୍ଷଦ, ଯିଏ ଯୁଗ ଯୁଗ ପାଇଁ ଶ୍ରୀବିଷ୍ଣୁଙ୍କ ପାଖରେ ତାଙ୍କର ପାର୍ଷଦ ହୋଇ ରହିଗଲେ। ହଁ ଶ୍ରୋତା ବନ୍ଧୁ, ଏହା ହିଁ ଥିଲା କାର୍ତ୍ତିକ ବ୍ରତ ଆଉ ଶ୍ରୀବିଷ୍ଣୁଙ୍କୁ ତୁଳସୀ ମଞ୍ଜରୀ ଅର୍ପଣ କରିବାର ମହିମା।